ଆମେ ଆଜି ଘେଦଣ୍ଡ ସଂହିତା ଅଧ୍ୟୟନ କରିବା। ଘେଦଣ୍ଡ ସଂହିତା ବ୍ୟବହାରିକ ଯୋଗର ଗୋଟେ ଗୁରୁତ୍ୱପୂର୍ଣ୍ଣ ଗ୍ରନ୍ଥ। ସାଧାରଣତଃ ବ୍ୟବହାରିକ ଯୋଗ ଉପରେ 3 ଗ୍ରନ୍ଥର ଆଲୋଚନା କରାଯାଇଥାଏ। ଘେଦଣ୍ଡ ସଂହିତା, ହଠଯୋଗ ପ୍ରଦୀପିକା, ଶିବ ସଂହିତା, এই 3ଟି। এই ଘେଦଣ୍ଡ ସଂହିତାରେ ଗୁରୁ ହେଉଛନ୍ତି ଘେଦଣ୍ଡ ମହର୍ଷି ଏବଂ ଶିଷ୍ୟ ରାଜା ଚଣ୍ଡକପାଳି। ଘେଦଣ୍ଡ ସଂହିତା ଆରମ୍ଭ ହୋଇଛି ପ୍ରଥମେ ଶିବଙ୍କ ସ୍ତୁତିରୁ, ଏବଂ କାରଣ ଶିବ ହେଉଛନ୍ତି ଆଦି ଯୋଗୀ, ଏବଂ ତାପରେ ଘେଦଣ୍ଡ ସଂହିତା ଆରମ୍ଭ ହୋଇଛି। एकदा चण्डकपाळिर् गत्वा घेदण्डकुटीरं प्रणम्यं विनयाद्भक्त्या घेदण्डं परिपृच्छति। एकदा ଥରେ ଚଣ୍ଡକପାଳି ଗତ୍ୱା, ଚଣ୍ଡକପାଳି ଯାଇ ଘେଦଣ୍ଡକୁଟୀରମ୍, ଘେଦଣ୍ଡଙ୍କ କୁଟୀରକୁ ଯାଇ ପ୍ରଣମ୍ୟ ବିନୟାଦ ଭକ୍ତ୍ୟା, ବିନୟ ହେତୁରୁ ଭକ୍ତିର ସହିତ ତାଙ୍କୁ ପ୍ରଣାମ କରି ପରିପୃଚ୍ଛତି ଅର୍ଥାତ୍ ପ୍ରଶ୍ନ କରୁଛି। घटस्थ जोग जोगेशं तत्त्वज्ञानस्य कारणम् इदानीं श्रोतुमिच्छामि जोगेश्वर वद प्रभु। घटस्य जोगम, ଏଠି ଘଟସ୍ୟ ଯୋଗମ ବୋଲି କୁହାଯାଇଛି। ଘଟ ଅର୍ଥାତ୍ ଶରୀର, ଶରୀରକୁ ଘଟ ବୋଲି ବର୍ଣ୍ଣନା କରାଯାଇଛି। ଏବଂ ଘଟର ଯୋଗ, ଯେଉଁ ଯୋଗ ଦ୍ୱାରା ଘଟ ସିଦ୍ଧ ହେବ। ଘଟ ଅର୍ଥାତ୍ ଯେମିତି ମାଟିଆ ଅଗ୍ନି ଦ୍ୱାରା ଯେମିତି ସିଦ୍ଧ ହୁଏ, ସେମିତି ଯୋଗାଗ୍ନି ଦ୍ୱାରା ଏଇ ମନୁଷ୍ୟର ଶରୀର ରୂପକ ଘଟ ସିଦ୍ଧ ହେବ। ତେଣୁ ସେ କହୁଛନ୍ତି ଘଟସ୍ୟ ଯୋଗମ, ଶରୀରର ଯୋଗ ଅର୍ଥାତ୍ ବ୍ୟବହାରିକ ଯୋଗ। ଶରୀରର ଯୋଗ ଯୋଗେଶ ତତ୍ତ୍ୱଜ୍ଞାନସ୍ୟ କାରଣମ, ହେ ଯୋଗେଶ। ଘେଦଣ୍ଡ ମହର୍ଷିଙ୍କୁ ସେ ଯୋଗେଶ ବୋଲି ସମ୍ବୋଧନ କରିଛନ୍ତି। କହୁଛନ୍ତି ଯେ ଘଟସ୍ୟ ଯୋଗ, ଘଟର ଯୋଗ ହେଉଛି ତତ୍ତ୍ୱଜ୍ଞାନସ୍ୟ କାରଣମ, ତତ୍ତ୍ୱଜ୍ଞାନ ପାଇବା ପାଇଁ, ପ୍ରକୃତ ଜ୍ଞାନ ପାଇବା ପାଇଁ କାରଣ ହେଉଛି ଘଟସ୍ୟ ଯୋଗ। ଘଟସ୍ୟ ଯୋଗ ଦ୍ୱାରା ଆମେ ତତ୍ତ୍ୱଜ୍ଞାନ ପାଇପାରିବା। ଇଦାନୀଂ ଶ୍ରୋତୁମିଚ୍ଛାମି ଯୋଗେଶ୍ୱର ବଦପ୍ରଭୁ। ଇଦାନୀଂ ବର୍ତ୍ତମାନ ମୁଁ ଶୁଣିବାକୁ ଇଚ୍ଛା କରୁଛି। ଶ୍ରୋତୁମିଚ୍ଛାମି ଯୋଗେଶ୍ୱର ବଦପ୍ରଭୁ, ହେ ଯୋଗେଶ୍ୱର, ହେ ଯୋଗଶ୍ରେଷ୍ଠ ଯୋଗୀବର କୁହ, ହେ ପ୍ରଭୁ ତୁମ ମୋତେ କୁହ ଘଟସ୍ୟ ଯୋଗ କ'ଣ, ଯାହାକି ତତ୍ତ୍ୱଜ୍ଞାନର କାରଣ ଅଟେ। ମହର୍ଷି ଘେଦଣ୍ଡ ଖୁସି ହେଇଯାଇଛନ୍ତି, କାରଣ ଜଣେ ଉପଯୁକ୍ତ ଶିଷ୍ୟ ପାଇଲେ ଉପଯୁକ୍ତ ଗୁରୁମାନେ ଖୁସି ହେଇଯାନ୍ତି। ସେ କହୁଛନ୍ତି ସାଧୁ ସାଧୁ ମହାବାହୁ ଜନ୍ମାଂ ତ୍ୱଂ ପରିପୃଚ୍ଛସି କଥୟାମି ଚତେ ବତ୍ସ ସାବଧାନ ବଧାରୟ। ସାଧୁ ସାଧୁ ମହାବାହୁ, ହେ ମହାବାହୁ, ମହାବାହୁ ମାନେ ମହାରାଜ। ଚଣ୍ଡକପାଳି ହେଉଛନ୍ତି ଜଣେ ରାଜା, ତେଣୁ ସିଏ ତାଙ୍କୁ ମହାବାହୁ ବୋଲି ସମ୍ବୋଧନ କରିଛନ୍ତି। ସାଧୁ ସାଧୁ ୱେଲ୍ ଡନ୍, ମାନେ ଅତି ଉତ୍ତମ, ଅତି ଉତ୍ତମ ହେ ମହାରାଜ। ଜନ୍ମାଂ ତ୍ୱଂ ପରିପୃଚ୍ଛସି, ଜନ୍ମାଂ ଯତ୍ ମାଂ, ଯାହା ମାଂ ମାନେ ମୋତେ, ତ୍ୱଂ ତୁମେ, ପରିପୃଚ୍ଛସି ଯାହା ତୁମେ ପଚାରୁଅଛ, ସେଇଟା ବହୁତ ଭଲ କଥା। କଥୟାମି ଚ ବତ୍ସ, କଥୟାମି ଚ ତେ ବତ୍ସ, ତେ ମାନେ ତୁମକୁ ମୁଁ କଥୟାମି, ହେ ବତ୍ସ। ଯେତେବେଳେ ସେ ତାଙ୍କୁ ଗୁରୁ ବୋଲି ସମ୍ବୋଧନ କରିଦେଇଛନ୍ତି, ସେତେବେଳେ ଇଏ ତାଙ୍କୁ ଶିଷ୍ୟ ବୋଲି ଗ୍ରହଣ କରୁଛନ୍ତି। ଶିଷ୍ୟ ବୋଲି ଗ୍ରହଣ କରିବାରୁ ସେ ତାଙ୍କୁ ବତ୍ସ ବୋଲି ସମ୍ବୋଧନ କରୁଛନ୍ତି। ବତ୍ସ ମାନେ ପୁଅ। କଥୟାମି ମୁଁ କହିବି, ତୁମକୁ କହିବି, ସାବଧାନ ବଧାରୟ, ସାବଧାନତାର ସହିତ ତୁମେ ତାକୁ ଗ୍ରହଣ କର ଏବଂ ଶୁଣ। ମହାରାଜ ଘେଦଣ୍ଡ କହୁଛନ୍ତି ନାସ୍ତି ମାୟା ସମଂ ପାପଂ ନାସ୍ତି ଯୋଗାତ୍ ପରମ ବଳମ୍ ନାସ୍ତି ଜ୍ଞାନାତ୍ ପରୋ ବନ୍ଧୁର୍ ନାହଙ୍କାରାତ୍ ପରୋ ରିପୁଃ। ନାସ୍ତି ମାୟା ସମ ପାଶଂ, ପାପ ତ ନୁହେଁ, ପାଶଂ, ନାସ୍ତି ମାୟା ସମଂ ପାଶଂ, ପାଶ ଅର୍ଥାତ୍ ବନ୍ଧନ। ମାୟା ଠାରୁ ଆଉ ବଳି ବନ୍ଧନ କିଛି ନାହିଁ। ନାସ୍ତି ମାୟା ସମଂ ପାଶଂ, ପାଶ ଯେଉଁଠି ଆମେ ବାନ୍ଧି ହେଇଯାଉ, ମାୟା ସମ ବନ୍ଧନ ଆଉ କିଛି ନାହିଁ। ନାସ୍ତି ମାୟା ସମଂ ପାଶଂ ନାସ୍ତି ଯୋଗାତ୍ ପରମ ବଳମ୍, ଯୋଗ ଠାରୁ ଆଉ ବଳ କିଛି ନାହିଁ।
योग ठारू आउ अधिक बल किछि नाही, माया ठारू बल पाश बा बंधन किछि नाही। नास्ति ज्ञानात् परो बंधु, ज्ञान ठारू आउ बड़ बंधु केही नाही। नास्ति ज्ञानात् परो बंधु, नाहंकारात् परो रिपु, न अहंकारात् परो रिपु, अहंकार ठारू आउ बड़ शत्रु मध्य केही नाही। माया ठारू माया समान बंधन किछि नाही, जोग ठारू बल बड़ शक्ति आउ किछि नाही। जोगात् परम बलम न अस्ति जोगात् परम बलम, नास्ति ज्ञानात् पर बंधु, ज्ञान ठारू आउ बड़ बंधु किछि नाही, अहंकार ठारू आउ बड़ शत्रु किछि नाही। एक कथा से प्रथमे कहबाक आरंभ करुचंती। तापर कहउचंती अभ्यासात् कादि वर्णानाम यथा शास्त्राणि बोधयेत् तथा योगं समासाद्यं तत्व ज्ञानं च लभ्यते। सी पचारचंती जे घटस्य जोग तत्व ज्ञान कारण एवं ताहा मते कहतु। एठी सी कहउचंती माया समान पाश आउ किछि नाही एवं जोग ठारू बल आउ किछि नाही एवं ज्ञान ठारू अधिक बंधु केही नाही एवं अहंकार ठारू बड़ शत्रु आउ केही नाही। तापर से कहउचंती अभ्यासात् कादि वर्णानाम, अभ्यासात् अभ्यास हेतु कादि वर्णनम क आदि वर्णनम, क आदि वर्ण क आदि अक्षर माने क च ट त प क ख ग घ ङ च छ ज झ ञ एउडा हला क आदि वर्ण। अभ्यासात् अभ्यास हेतु क आदि वर्णनम यथा शास्त्राणि बोधयेत्, जो भली भाबरे शास्त्र को आमे बुझी परिबा। प्रथमे आमे क आदि वर्ण अभ्यास करिबा एवं क आदि वर्ण अभ्यास कला पर गोटे शिशु जेतेबेले विद्या अभ्यास आरंभ करे सेतेबेले प्रथमे से वर्णमाला आरंभ करे। तेणु वर्णमाला आरंभ करी 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 शेष से बहुत उच्चतर शास्त्र मान बुझा सक्षम हुए। सेटा से कहते अभ्यासात् कादि वर्णनम यथा शास्त्राणि बोधयेत्, अभ्यास करू 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 क आदि वर्ण मानकर जिमती शास्त्र गुड़िकर बोध हो जाए तथा जोगं समासाद्यं तत्व ज्ञानं च लभ्यते। से भली भाव में जोग साधना करू 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 तत्व ज्ञान लाभ हुए। तत्व ज्ञान प्रकृत ज्ञान जोटा लाभ हो पारे, तत्व ज्ञान अर्थात तत्व आत्मज्ञान लाभ हो जाए पारे, लाभ हुए। सुकृते दुष्कृते कार्ये जायते प्राणिनां घटः, घटात् उत्पद्यते कर्म घटी जंत्रं यथा भ्रमेत्। से कहते सुकृते दुष्कृते कार्ये जायते प्राणिनां घटः। सुकृत एवं दुष्कृत प्राणी भल कर्म करे एवं मंद कर्म करे एवं सेही भल कर्म एवं मंद कर्म दुईटी को भोग करने निमंते प्राणी मानकर शरीर सृष्टि हुए। सुकृते दुष्कृते कार्य जायते प्राणीनां घट, ये सुकृत दुष्कृत कार्य जोगु प्राणी मानकर शरीर उत्पन्न हुए। घटात् उत्पद्यते कर्म, पुणी घटरू शरीर कर्म जात हुए। शरीर रहिले आम कर्म करने को बाध्य होगा, न कश्चित क्षणमपि तिष्ठत्य कर्म कृत, क्षण मध्य कर्म नक किए रही पारे ना। तेणु जितेबाला आम शरीर पाइबा, शरीर पाइला पर आमको काम करने को पड़ो एवं काम कले से कामर फल भोग करने पुणी आसवाक पड़ो। सेटा हूँ कहते सुकृते दुष्कृते कार्य जायते प्राणीनां घट, घटात् उत्पद्यते कर्म घटी जंत्र यथा भ्रमेत। घटी जंत्र जो भली बुलता है, घटी जंत्र अर्थात से गोटे जंत्र जोटा कि कूअरू पानी बाहर करने व्यवहार हुए। पानी बाहर करे पुणी से पानी पड़े एवं पानी बाहर पानी पड़े, पानी बाहर पानी पड़े, तेणु से खाली हुए पूर्ति हुए। से जो पात्र गुड़ाक लगी थाए से पात्र आसिक पानी कूअरू बाहरला पर पानी ढाली हुए एवं पात्र खाली हुए, पुणी तलू गले पात्र भरी हुए।
ଠିକ୍ ସେମିତି ମଣିଷ କର୍ମକୁ ଭୋଗ କରିବା ପାଇଁ ଏ ପୃଥିବୀକୁ ଆସେ, ପ୍ରାରବ୍ଧ ନେଇକିରି କର୍ମ କରେ, କିନ୍ତୁ ପୁଣି କର୍ମ କରିକିରି ସେ କର୍ମକୁ ଉତ୍ପାଦନ କରେ। ତେଣୁ କର୍ମ ଉତ୍ପାଦନ କରେ ଏବଂ କର୍ମ କ୍ଷୟ କରେ, ଘଟି ଯନ୍ତ୍ର ଭଳିଆ। ତେଣୁ ମଣିଷ ଏଇଭଳି ଭାବରେ ଜନ୍ମ ମୃତ୍ୟୁ ଭିତରେ ଦେଇ ଚାଲିଥାଏ। ଊର୍ଧ୍ୱାଧୋ ଭ୍ରମତେ ଯନ୍ତ୍ରମ୍ ଘଟି ଯନ୍ତ୍ରଂ ଗବାଂ ବସାତ୍ ତଦ୍ବତ୍ କର୍ମ ପ୍ରସାଦ ଜୀବ ଭ୍ରମତେ ଜନ୍ମ ମୃତ୍ୟୁ ବି। ଯେମିତି ସେ ଘଟି ଯନ୍ତ୍ରରେ ସେଇ ପାତ୍ର ଯେଉଁଟା ବାନ୍ଧି ହେଇଥାଏ, ସେ ପାତ୍ର ଖାଲି ହୁଏ ପୁଣି ଭରି ହୁଏ, ଖାଲି ହୁଏ ପୁଣି ଭରି ହୁଏ, ଖାଲି ହୁଏ ପୁଣି ଭରି ହୁଏ। ସେହିପରି ତତ୍କର୍ମ ପ୍ରସାଦାତ୍ ଜୀବ, ସେଇ କର୍ମ ପ୍ରସାଦ, କର୍ମ ହେତୁରୁ ଜୀବ ମଧ୍ୟ ଭ୍ରମତେ ଜନ୍ମ ମୃତ୍ୟୁ ବି, ଜନ୍ମ ଏବଂ ମୃତ୍ୟୁର ଚକ୍ରରେ ସିଏ ମଧ୍ୟ ଭ୍ରମଣ କରୁଥାଏ ସଦାବେଳେ ଜୀବ, ଘଟି ଯନ୍ତ୍ର ଭଳିଆ। ଆମକୁମ୍ଭ ଇବାମ୍ଭସ୍ସୁ ଯୀୟମାଣ ସଦା ଘଟ ଯୋଗା ନଳେନ ସନ୍ଦେହ୍ୟ ଘଟ ଶୁଦ୍ଧିଂ ସମାଚରେତ୍। ଆମକୁମ୍ଭ ଇବାମ୍ବସ୍ତୋ ଯୀୟମାଣ ସଦା ଘଟ ଯୋଗା ନଳେନ ସନ୍ଦେହ୍ୟ ଘଟ ଶୁଦ୍ଧିଂ ସମାଚରେତ୍। ଏଠି ସେ କହୁଛନ୍ତି ଗୋଟେ ବଡ଼ କଥା ଯେ ଆମକୁମ୍ଭ ବୋଲେ କଞ୍ଚା ମାଠିଆ ଏବଂ ଅମ୍ବସ୍ୟୁ, ଅମ୍ବ ବୋଲେ ହେଲା ପାଣି, ଏବଂ ଜୀର୍ଣ୍ଣ କଞ୍ଚା ମାଠିଆ ଭଳି ସେଥିରେ ଯଦି ପାଣି ରଖାଯାଏ, ଅମ୍ବସ୍ତ ମାନେ ପାଣି ରଖିବା ଫଳରେ, ଗୋଟେ କଞ୍ଚା ମାଠିଆରେ ପାଣି ରଖିବା ଫଳରେ ଯୀୟମାଣ ସଦା ଘଟ, ସେ ଘଟ ଜିରିଯାଏ ବା ଗଳିଯାଏ, ବା ତାର ଯେଉଁ ଥାଏ ସିଏ ହାଲକା ହେଇଯାଏ, ଭାଙ୍ଗିଯାଏ। ତେଣୁ ଆମକୁମ୍ଭ ଇବାମ୍ବସ୍ତୁ ଯୀୟମାଣ ସଦା ଘଟ, ସେ ଘଟ ସଦାବେଳେ ଯୀୟମାଣ ହୁଏ ବା ଜୀର୍ଣ୍ଣ ହେଇଯାଏ। ଯୋଗା ନଳେନ ସନ୍ଦେହ ଘଟ ଶୁଦ୍ଧିଂ ସମାଚରେତ୍। କିନ୍ତୁ ଯୋଗା ନଳ ଦ୍ୱାରା ସନ୍ଦେହ ଠିକ୍ ଭାବରେ ଦହନ କଲେ, ଯୋଗ ରୂପ ଅନଳରେ ଘଟକୁ ଠିକ୍ ଭାବରେ ଦହନ କରି ଘଟ ଶୁଦ୍ଧି ସମାଚରେତ୍, ଘଟ ଶୁଦ୍ଧି କରିବା ଦରକାର। ଯଦି ଘଟ ଶୁଦ୍ଧି ହେଇଯାଏ ତାହେଲେ ଆଉ କିଛି ଅସୁବିଧା ହୁଏନି, ସେ ଆତ୍ମଜ୍ଞାନ ପାଇବା ପାଇଁ ଯୋଗ୍ୟ ହେଇଯାଏ। କିନ୍ତୁ ଯଦି ଘଟ ଶୁଦ୍ଧି ହେଇନଥାଏ, ଅର୍ଥାତ୍ ଯୋଗା ନଳ ଦ୍ୱାରା ଯଦି ସିଏ ଦହନ ହେଇନଥାଏ, ତାହେଲେ କଞ୍ଚା ମାଠିଆ ଗଳିଗଲା ଭଳିଆ ସିଏ ମଧ୍ୟ ଗଳିଯାଏ। ତାପରେ ସିଏ ଆସୁଛନ୍ତି ଏଇ ଯେଉଁ ଯୋଗା ନଳରେ ଘଟକୁ ଦହନ କରିବା ପାଇଁ ବିଧି, ସେଠି 7ଟି ସାଧନ କଥା ବର୍ଣ୍ଣନା କରିଛନ୍ତି ଘେରଣ୍ଡ। ସପ୍ତ ସାଧନ 7ଟି ସାଧନ ରହିଛି। ଶୋଧନଂ ଦୃଢ଼ତା ଚୈବ ସ୍ତରିୟଂ ଧୈର୍ଯ୍ୟଂ ଚ ଲାଘବଂ ପ୍ରତ୍ୟକ୍ଷଂ ଚ ନିର୍ଲିପ୍ତଂ ଚ ଘଟସ୍ୟ ସପ୍ତ ସାଧନମ୍। ଏଠି ସେ କହୁଛନ୍ତି ଘଟର 7 ସାଧନ ଅଛି ଯୋଗ ପାଇଁ, ଯୋଗରେ ପାରଦର୍ଶିତା ଲାଭ କରିବା ପାଇଁ। ଆମେ ପଢ଼ିଛେ ଯୋଗ ସୂତ୍ର, ମହର୍ଷି ପତଞ୍ଜଳିଙ୍କର ଯୋଗ ସୂତ୍ରରେ ସେ ଅଷ୍ଟାଙ୍ଗ ଯୋଗ କଥା ବର୍ଣ୍ଣନା କରିଛନ୍ତି। ଅଷ୍ଟାଙ୍ଗ ଯମ ନିୟମ ଆସନ ପ୍ରାଣାୟାମ ପ୍ରତ୍ୟାହାର ଧାରଣା ଧ୍ୟାନ ସମାଧି। କିନ୍ତୁ ଏଇଠି ଘେରଣ୍ଡ କହୁଛନ୍ତି ସପ୍ତ ସାଧନ 7ଟି, ଏଇଟା ସପ୍ତାଙ୍ଗ ଯୋଗ। ତେଣୁ 7ଟି କ'ଣ କରୁଛନ୍ତି? ଶୋଧନଂ ଦୃଢ଼ତା ଚୈବ ସ୍ତରିୟଂ ଧୈର୍ଯ୍ୟଂ ଚ ଲାଘବଂ ପ୍ରତ୍ୟକ୍ଷଂ ଚ ନିର୍ଲିପ୍ତଂ ଚ ଘଟସ୍ୟ ସପ୍ତ ସାଧନମ୍। ଶୋଧନଂ ଦୃଢ଼ତା, ଶୋଧନ ଦରକାର, ଦୃଢ଼ତା ଦରକାର, ସ୍ତରୀୟ ମାନେ ସ୍ଥିରତା ଦରକାର, ଧୈର୍ଯ୍ୟ ଦରକାର, ଲାଘବ ବେଲେ ହାଲକାପଣ ଦରକାର, ପ୍ରତ୍ୟକ୍ଷଂ ଚ ନିର୍ଲିପ୍ତଂ ଚ, ପ୍ରତ୍ୟକ୍ଷ ଅର୍ଥାତ୍ ଠିକ୍ ଭାବରେ ନିଜେ ଯାହା ତାକୁ ଅନୁଭବ କରିବା ଦରକାର, ଆଉ ନିର୍ଲିପ୍ତ ଅର୍ଥାତ୍ ସମାଧି। ଇଏ ହେଉଛି ସପ୍ତ ସାଧନ। ଏଇ ସପ୍ତ ସାଧନ ଦ୍ୱାରା ଆମେ ଘଟକୁ ନିର୍ମଳ କରିପାରିବା ଏବଂ ତାଦ୍ୱାରା ଆମେ ମଧ୍ୟ ମୋକ୍ଷକୁ ପ୍ରାପ୍ତ ହୋଇପାରିବା ବା ଆମ ଚରମ ଲକ୍ଷ୍ୟକୁ ପାଇପାରିବା। ହେଲେ ଶୋଧନ ପ୍ରଥମେ କହିଲେ କ'ଣ? ଶୋଧନଂ ଦୃଢ଼ତା ଚୈବ, ଶୋଧନଂ ଦୃଢ଼ତା ଚୈବ ସ୍ତରିୟଂ ଧୈର୍ଯ୍ୟଂ ଚ ଲାଘବଂ ପ୍ରତ୍ୟକ୍ଷଂ ଚ ନିର୍ଲିପ୍ତଂ ଚ ଘଟସ୍ୟ ସପ୍ତ ସାଧନମ୍। ବର୍ତ୍ତମାନ ଶୋଧନ କଥା ଆସିବା। ଶୋଧନରେ ସେ କହୁଛନ୍ତି ଷଟ୍କର୍ମଣା ଶୋଧନଂ ଚ,
षट्कर्म द्वारा शोधन संभव हो। षट्कर्मणा शोधनं च आसनेन भवेत् दृढं मुद्रया स्थिरता चैव प्रत्याहारेण धीरता प्राणायामात् लाघवं च ध्यानात् प्रत्यक्षमात्मनं समाधिना निर्लिप्तं च मुक्तिरेव न संशय। महर्षि घिरण्य कहते षट्कर्मणा शोधन षट्कर्म द्वारा शोधन हम। प्रथमे आम जो सप्त साधन रही सप्त साधन भर प्रथम साधन हूँ शोधन। शोधन जो सातटा अंग रही से सातटा अंग भर प्रथम अंग है शोधन। तेणु से शोधन केमती हम षट्कर्मणा शोधन शोधनटा षट्कर्म द्वारा हम। षट्कर्मणा शोधन च आसन भवे दृढ़ आसन तुम दृढ़ हो पार आसन द्वारा एवं मुद्रया स्थिरता मुद्रा मुद्रा द्वारा स्थिरता प्राप्त हम। प्रत्याहारेण धीरता प्रत्याहार द्वारा धीरता प्राप्त हम। प्राणायाम लाघवम प्राणायाम द्वारा लाघव अर्थात शरीर हल्का हो एवं ध्यान प्रत्यक्ष आत्मा ध्यान द्वारा आमको प्रत्यक्ष अनुभूति प्राप्त हम। समाधि ना निर्लिप्त समाधि द्वारा आम निर्लिप्तता बा नॉन अटैचमेंट पाई पार एवं द्वारा आम मुक्ति हो पार। ये है पूर्वाभास। ये सब बही घेरंड संहिता को जानापी यही विषयटा आम पढ़ले तापर आमर षट्कर्म जो षट्कर्मणा शोधन षट्कर्म द्वारा जो शोधन हम षट्कर्म कौन एवं ता द्वारा किपरि शरीर शोधन हम ताहा आमे परवर्ती पीरियड पढ़ा।